ନମସ୍କାର ଜୟ ଜଗନ୍ନାଥ। ଆଜି ହେଉଛି 22 ଜୁଲାଇ ମଙ୍ଗଳବାର। ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟିଏ ଲାଇକ୍ କରିଦିଅନ୍ତୁ। ଯଦି ଆମ ଚ୍ୟାନେଲଟିକୁ ପ୍ରଥମ ଥର କରି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରନ୍ତୁ। ଚାଲନ୍ତୁ ଆଉ ଡେରି ନକରି କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଏବେଠୁ ସ୍କୁଲରେ ହିଁ ଅପଡେଟ୍ ହେବ ପିଲାଙ୍କର ଆଧାର କାର୍ଡ। ଭାରତୀୟ ବିଶିଷ୍ଟ ପହଞ୍ଚାଣ ପ୍ରାଧିକରଣ UIDAI 5 ବର୍ଷରୁ ଅଧିକ ବୟସର ପିଲାଙ୍କ ଆଧାର କାର୍ଡରେ ବାୟୋମେଟ୍ରିକ ଅପଡେଟ୍ ପାଇଁ ଏକ ନୂଆ ଯୋଜନା ଉପରେ କାମ କରୁଛି। ଆଗାମୀ 2 ମାସ ମଧ୍ୟରେ ସ୍କୁଲ ମାଧ୍ୟମରେ ଏହି ଅପଡେଟ୍ କାର୍ଯ୍ୟ ନିଷ୍କୃଳ କରାଯିବ। UIDAI ଅନୁଯାୟୀ ଦେଶର ପ୍ରାୟ 7 କୋଟିରୁ ଅଧିକ ପିଲା ଆଧାର କାର୍ଡର ବାୟୋମେଟ୍ରିକ ଅପଡେଟରେ ଏପର୍ଯ୍ୟନ୍ତ ବାକି ରହିଛନ୍ତି। ତେଣୁ 5 ରୁ 7 ବର୍ଷ ବୟସ ମଧ୍ୟରେ ପିଲାଙ୍କ ପାଇଁ ମନ୍ଦାତାରୀ ବାୟୋମେଟ୍ରିକ ଅପଡେଟ୍ MBU ନିଷ୍କଳ କରାଯାଇଛି। ପରବର୍ତ୍ତୀ ଖବର, ଥଣ୍ଡାରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ କଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଛାତ୍ର କଂଗ୍ରେସ ସଭାପତି ଥିଲେ, ହେଲେ ଆଜି ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଆଉ ନିଲମ୍ବନ ହେବାର କାରଣ ହେଉଛି ସେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଯୁବତୀଙ୍କୁ କୋଲ୍ଡଡ୍ରିଙ୍କ୍ସରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଉଦିତଙ୍କ ନାଁରେ ଅଭିଯୋଗ ହୋଇଛି। ଆସିବା ପରେ ତାଙ୍କୁ ଛାତ୍ର କଂଗ୍ରେସ ପଦରୁ ମଧ୍ୟ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଖବର, 1.5 ଘଣ୍ଟା ହେବ ମହାପ୍ରଭୁଙ୍କର ଦର୍ଶନ ବନ୍ଦ। ଚତୁର୍ଦ୍ଧାମୂର୍ତ୍ତିଙ୍କର ହେବ ବଡ ମହାସ୍ନାନ। ଶ୍ରୀମନ୍ଦିର ମହାପ୍ରଭୁଙ୍କ ହେବ ବଡ ମହାସ୍ନାନ। ଭିତରେ କାଠ ପାଖରେ କେହି ବାନ୍ତି କରିଦେବାରୁ ହେବ ବଡ ମହାସ୍ନାନ। ଅବକାଶ ନୀତି ପରେ ଭିତର କାଠରେ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଘଟିଛି ଏହି ଘଟଣା। ବଡ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ହେବେ ପ୍ରଭାବିତ। 1.5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କର ବଡ ସ୍ନାନ ପରେ ଦର୍ଶନ ପୁଣି ଭକ୍ତ କରିପାରିବେ। ଏବେ କିନ୍ତୁ 1.5 ଘଣ୍ଟା ଯାଏ କାହାରିକୁ ପ୍ରବେଶ କରାଯିବନି। ବଡ ମହାସ୍ନାନ ନୀତି ପାଇଁ ବନ୍ଦ ରହିବ ଦର୍ଶନ। ପରବର୍ତ୍ତୀ ଖବର, ପୁଣି ଆସୁଛି ଲଘୁଚାପ। ଏହି ସବୁ ଜିଲ୍ଲାରେ ହାଲୁକା ମାଧ୍ୟମରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ଉତ୍ତର ବିହାର ମଧ୍ୟ ଭାଗରୁ ଝାଡଖଣ୍ଡ ଦେଇ ଓଡିଶା ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ ରହିଛି। ମୌସୁମୀ ଟ୍ରଫ୍ ଲାଇନ ବର୍ତ୍ତମାନ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ପାକିସ୍ତାନରେ ଚୋର ଆୟନଗର ଓ ଶାହଜାହାନପୁର, ଲକ୍ଷ୍ମୀ ପାଟନା, ବାଙ୍କୁରା, ଦିଘା ଓ ସେଠାରେ ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ଚିହ୍ନିତ ନିମ୍ନ ଚାପ କ୍ଷେତ୍ରରେ କେନ୍ଦ୍ର ଦେଇ ଗତି କରୁଛି। ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ଖବର, ପୁଣି ଗୁଜୁରାଟରେ ଭୂମିକମ୍ପର ଝଟକା। ଥରିଲା ଆଲାସ୍କା, ତାଜାକିସ୍ତାନ। 6.2 ତୀବ୍ରତା ରେକର୍ଡ। ବିଗତ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ରାତି 9:47ରେ ଗୁଜୁରାଟର କୋଚ୍ଛରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.0 ଥିଲା। ଏହାର କେନ୍ଦ୍ରସ୍ଥଳ ଖାବାଡାରୁ 20 କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ଅବସ୍ଥିତ ଥିଲା। ଏହି ଭୂମିକମ୍ପ ପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ଖବର ହୋଇନାହିଁ, କିନ୍ତୁ ଏହା ଲୋକଙ୍କୁ ଆତଙ୍କିତ କରିଛି। କଚ୍ଛରେ ଗତ 3 ଦିନ ମଧ୍ୟରେ ତୃତୀୟ ଥର ପାଇଁ ଭୂମିକମ୍ପ ହୋଇଛି। ଲଗାତାର ଭୂମିକମ୍ପ ହେଉଥିବାରୁ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପରବର୍ତ୍ତୀ ଖବର, ଆଜି ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ବର୍ଗଙ୍କୁ ଭେଟି ସମ୍ବେଦନା ଜଣାଇବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପରବର୍ତ୍ତୀ ଖବର, ଆଜି ଅଧିବେଶନ ପୂର୍ବରୁ ମୋଦିଙ୍କର ସମ୍ବେଦନା। ସାଂସଦ ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ରଖିଛନ୍ତି। ମୋଦି କହିଛନ୍ତି, ଚଳିତ ବର୍ଷ ପାଇଁ ଗର୍ବର ଅଧିବେଶନ। ମୌସୁମୀ ନବସୃଜନ ଏବଂ ନବସୃଜନ ପ୍ରତୀକ। ଆଗାମୀ ଦିନରେ ଦେଶ ଏଥିରୁ ଲାଭ ପାଇବ। ଦେଶର ପାଗ ବହୁତ ଭଲ ଭାବରେ ଆଗକୁ ବଢୁଛି। କୃଷି ପାଇଁ ଏହା ଲାଭଦାୟକ। ଚାଷୀ, ଦେଶର ଅର୍ଥନୀତି ଓ ଗ୍ରାମୀଣ ଅର୍ଥନୀତି ଏବଂ ପ୍ରତ୍ୟେକ ପରିବାର ଅର୍ଥନୀତି ବର୍ଷା ଗୁରୁତ୍ୱପୂର୍ଣ୍ଣ। ଗତ 10 ବର୍ଷ ତୁଳନାରେ ଏଥର 3 ଗୁଣ ଅଧିକ ଜଳ ସଂରକ୍ଷଣ ହୋଇଛି, ଯାହା ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ମଧ୍ୟ ବହୁତ ଲାଭ ଦେବ। ପରବର୍ତ୍ତୀ ଖବର, ଏଣିକି ବନ୍ଦ ହେବ ଖୋଲାରେ ପେଟ୍ରୋଲ ବିକ୍ରି। ଖୁବ୍ ଶୀଘ୍ର ଗାଇଡଲାଇନ ଆଣିବା ନେଇ ଯୋଗାଣ ମନ୍ତ୍ରୀଙ୍କର ସୂଚନା। ଏଫ୍ଏମ୍ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ପୋଡ଼ି ହେବାର ସପ୍ତାହ ପରେ ପୁଣି ଘଟିଲା ବଳଙ୍ଗା ନାବାଳିକ ପୋଡ଼ି ମାମଲା, ଯାହାକୁ ନେଇ ଖୋଲାରେ ପେଟ୍ରୋଲ ବିକ୍ରୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ଏନେଇ କଟକଣା ଜାରି କରିବାକୁ ଯୋଜନା କରାଯାଉଛି। ଏନେଇ ସନ୍ଧ୍ୟା 5ଟାରେ ଲୋକସେବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ପେଟ୍ରୋଲ ପମ୍ପ ଓ ସଂଘ ଓ ବିଭାଗୀୟ ଅଧିକାରୀ ସାମିଲ ହେବେ। କୃଷକ, ନୌକ ଚାଳକ, ଜେନେରେଟର ପାଇଁ କିପରି ପାଇବେ ତେଲ, ସେ ନେଇ ନୂଆ ଗାଇଡଲାଇନ ଆଣିବା ପାଇଁ ବୈଠକରେ ଆଲୋଚନା ହେବ। ପରବର୍ତ୍ତୀ ଖବର, ପୁଣି ଆସିଲା ଇପିଏଫ୍ଓରେ ଆସିଲା ନୂଆ ନିୟମ। ଆକାଉଣ୍ଟରେ ଥିଲେ ପରିବାରକୁ ମିଳିବ 50,000 ଟଙ୍କା। ଇପିଏଫ୍ ଆକାଉଣ୍ଟଧାରୀ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଇପିଏଫ୍ ନିୟମରେ ଏକ ବଡ ପରିବର୍ତ୍ତନ ହୋଇଛି। ଇପିଏଫ୍ ଆକାଉଣ୍ଟରେ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରିବାରକୁ 50,000 ଟଙ୍କା ମିଳିବ। ଇପିଏଫ୍ର ଏମ୍ପ୍ଲୟ ଡିପୋଜିଟ୍ ଲିଙ୍କଡ ଇନ୍ସୁରାନ୍ସ ଯୋଜନାରେ ନିୟମ ବଡ ପରିବର୍ତ୍ତନ କରିଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ। ଯଦି ଜଣେ କର୍ମଚାରୀ ପିଏଫ୍ ବାଲାନ୍ସ 50,000ରୁ କମ୍ ଥାଏ, ତେବେ ତାଙ୍କର ମୃତ୍ୟୁ ପରେ କର୍ମଚାରୀ ପରିବାରରୁ ଅତି କମରେ 50,000 ବୀମାର ଲାଭ ମିଳିବ। ପରବର୍ତ୍ତୀ ଖବର, ପୁଣି ରେଭେନ୍ସା ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ।
10 ଛାତ୍ର ହଷ୍ଟେଲରୁ ନିଲମ୍ବିତ ହେଲେ। ବିପଦ ସେମିତି ଯେମିତି ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଛା ଛାଡୁନି। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରୀ ଓ ଅଧ୍ୟାପିକା ଏବଂ ମହିଳା କର୍ମଚାରୀଙ୍କ ଅପରାହ୍ନ 5:30 ପରେ କ୍ୟାମ୍ପସ ମନା କରାଯିବା ଘଟଣା 2 ଦିନ ତଳେ ବେଶ ବିବାଦ ଓ ବିତର୍କ ସୃଷ୍ଟି କରିଥିଲା। ଅକାଳରେ ପଡି କର୍ତ୍ତୃପକ୍ଷ ଏହି ଆଦେଶକୁ ବାତିଲ କରିଥିଲେ। ରବିବାର ପୁଣି ବିଶ୍ୱବିଦ୍ୟାଳୟର ହଷ୍ଟେଲ ରାଗିଂକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇଥିବା ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଚିଫ୍ ୱାର୍ଡେନ ସମସ୍ତ 4 ଜଣ ବରିଷ୍ଠ ଅଧ୍ୟାପକ ରାତି ପ୍ରାୟ 12:30ରେ ହଷ୍ଟେଲରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ରବିବାର କୁଳପତି ଆଣ୍ଟି ରାଗିଂ ସ୍କେଲ ବୈଠକ ଡାକିଥିଲେ। ବୈଠକ ପରେ ଘଟଣାର ସମ୍ପୃକ୍ତ 10 ଜଣ ସିନିୟର ଛାତ୍ରଙ୍କୁ ହଷ୍ଟେଲରୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଖବର, ପୁଣି ଖୋଲିଲା 46 ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା 46 ସ୍କୁଲ ଖୋଲିଛି। ଆଗକୁ ଆଉ 4 ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। 46 ସ୍କୁଲ ମଧ୍ୟରୁ ଢେଙ୍କାନାଳରେ ସର୍ବାଧିକ 22ଟି ଥିବା ବେଳେ ଓ ଦେବଗଡରେ 10ଟି, ବରଗଡରେ 7ଟି ଓ ଯାଜପୁରରେ 4ଟି ଓ ଖୋର୍ଦ୍ଧାରେ 3ଟି ସ୍କୁଲ ରହିଛି। 7,751 ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ 5,630 ସ୍କୁଲ ମିଶ୍ରଣ ହୋଇଛି। ମିଶ୍ରଣ ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର, ପୁଣି 10 ଦିନରେ ବାକି ଗଚ୍ଛିତ ରହିଛି 30,000 କୁଇଣ୍ଟାଲ ବିହନ। ଚଳିତ ବର୍ଷ କ୍ଷୀରପ ଋତୁରେ ରାଜ୍ୟ ସରକାର 2.5 ଲକ୍ଷ କୁଇଣ୍ଟାଲ ପ୍ରମାଣିକ ବିହନ ଚାଷୀଙ୍କୁ ବିକ୍ରି କରିବା ଲକ୍ଷ୍ୟ ରଖିଥିବା ବେଳେ ଏଯାଏ 1,70,000 କୁଇଣ୍ଟାଲ ବିହନ ବିକ୍ରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଗମ ପାଖରେ 30,000 କୁଇଣ୍ଟାଲ ବିହନ ଗଚ୍ଛିତ ରହିଛି। ବିହନ ବିକ୍ରି ପାଇଁ ହାତରେ ଆଉ ମାତ୍ର 10 ଦିନ ବାକି ଥିବା ବେଳେ ଏହା ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଛୁଇଁବା ସମ୍ଭବ କମ୍। କାରଣ ଆଉ କିଛି ଦିନ ପରେ ଜୁଲାଇ ସରିବା ବେଳେ କେବଳ ଚଳିତ ବର୍ଷ ପ୍ରମାଣିକ ବିହନ ବିକ୍ରି କମିଛି ତାହା ନୁହେଁ, ବରଂ ବିଗତ ବର୍ଷଗୁଡ଼ିକରେ ମଧ୍ୟ ବିହନ ବିକ୍ରି ହ୍ରାସ ପାଇଛି। ପରବର୍ତ୍ତୀ ଖବର, ଆଜି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସରିଲା ସେମିଫାଇନାଲ, 22ରେ ଗ୍ରାଣ୍ଡ ଫାଇନାଲ। ବହୁ ପ୍ରତୀକ୍ଷ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲରେ ଜୁଲାଇ 20ରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ମିଶନ ଶକ୍ତି ବିଭାଗ ତରଫରୁ ଆୟୋଜିତ ହୋଇ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ 30ଟି ଏସଏଚଜି ଦଳର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କୌଶଳୀ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ଖବର, ଏଣିକି ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଆଗାମୀ ଦିନରେ ୟୁପିଆଇ ବ୍ୟବହାରକାରୀମାନେ ନିଜର ଲୋନ ଆକାଉଣ୍ଟରୁ ଟଙ୍କା ୟୁପିଆଇ ଜରିଆରେ ସୁବିଧାରେ ଉଠାଇ ପାରିବେ। ଏନେଇ ଭାରତୀୟ ଜାତୀୟ ଦୟ ନିଗମ ଏନପିସିଆଇ 2025 ଜୁଲାଇ 10 ତାରିଖ ଏକ ସର୍କୁଲାର ଜାରି କରିଥିଲା। ସୂଚନାଯୋଗ୍ୟ, ଆଗାମୀ ଅଗଷ୍ଟ ମାସରୁ ବ୍ୟାଙ୍କ ପୂର୍ବରୁ ଅନୁମୋଦିତ କ୍ରେଡିଟ ଲାଇନ ରାଶିର ବ୍ୟବହାର ଗ୍ରାହକ ୟୁପିଆଇ ଜରିଆରେ ସିଧାସଳଖ କରିପାରିବେ। ଏନେଇ ଗ୍ରାହକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ନ ପଡେ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ପରବର୍ତ୍ତୀ ଖବର, ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପରି ରାଜ୍ୟର 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ପାଣିପାଗ କେନ୍ଦ୍ର। ଏହି 4ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି 4 ଜିଲ୍ଲା ଗୁଡ଼ିକ ହେଉଛି ଜଗତସିଂହପୁର, କୋରାପୁଟ, ମାଲକାନଗିରି ଓ ନୟାଗଡ଼। ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ଆଗାମୀ 3 ଘଣ୍ଟା ମଧ୍ୟରେ ବର୍ଷା ଓ ଘଡଘଡି ସହ ଝଟକା ପବନ 30ରୁ 40 କିଲୋମିଟର ପ୍ରତି ଘଣ୍ଟାରେ ହେବାର ସମ୍ଭାବନା ରହିଛି। ଜୁଲାଇ 22 ଓ 23 ତାରିଖ ପାଇଁ ମଧ୍ୟରେ କୋରାପୁଟ, ମାଲକାନଗିରି, ବ୍ରହ୍ମପୁର, କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ରାୟଗଡା ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତ ଦର୍ଶକ ବନ୍ଧୁ, ଏ ଥିଲା ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ ଉପରେ ଦବାଇ ଅଲ୍ ଉପରେ କ୍ଲିକ୍ କରନ୍ତୁ। ଆମ ଭିଡିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।